ସତରେ କ'ଣ ସମୟ ବଦଳି ଯାଇଛି? ନା ମୋ ଜେଜେମା ନୂଆ ନୂଆ ଯୁଗ ସହ ତାଳ ମିଳେଇ ଚାଲିବା ଆରମ୍ଭ କରିଛି? ଆମ ପିଲାମାନଙ୍କ ଠାରୁ ଖଣ୍ଡି ଇଂଲିଶ ଟିକେ ଶିଖିଯାଇଛି। ପିଲାମାନଙ୍କୁ ତୁମେ ମଧ୍ୟ ସମ୍ବୋଧନ କରୁଛି। କଥା କଥାରେ ଥାଙ୍କୁ ବୋଲି କହୁଛି। ଛୋଟବେଳେ ଥଣ୍ଡା ଜ୍ୱର ହେଲେ ଆମକୁ ତୁଳସୀ ରସ, ଗଙ୍ଗଶିଉଳି ଓ ବାସଙ୍ଗ ପତ୍ର ରସ ଦେଉଥିଲା ବେଳେ ଏବେ ଆମ ପିଲାମାନଙ୍କୁ ଥଣ୍ଡା ଜ୍ୱର ହେଲେ ଚାଇଲ୍ଡ ସ୍ପେଶାଲିଷ୍ଟ ପାଖକୁ ନିଅ ବୋଲି କହୁଛି। ଆମକୁ ଛୋଟବେଳେ ଚାରିଆଡ଼େ ବୁଲି ଆସି ହାତ ନ ଧୋଇ ସେ ଅସନା ହାତରେ ଖୋଇ ଦେଉଥିଲା ବେଳେ ଏବେ ଆମ ପିଲାଙ୍କୁ ଇନଫେକ୍ସନ୍ ହେବ ବୋଲି ଡରି ଯାଉଛି। ଛୋଟବେଳେ ଶିକାରେ ଥିବା ବାସି ଖାଦ୍ୟ ଖାଇବାକୁ ଦେଇ ପର୍ବତିଆ ହନୁ ଯାହା ଖାଇବେ ତାହା ହଜମ ହେଇଯିବ କହୁଥିଲା ବେଳେ ଏବେ ଆମ ପିଲାମାନଙ୍କୁ ସିଧାସଳଖ ତାଗିଦ କରୁଛି, ବାସି ଖାଦ୍ୟ ଦବନିରେ, ସେମାନେ ତ କୃତ୍ରିମ ଖାଦ୍ୟ ଖାଉଛନ୍ତି, କାଳେ ଏସିଡ଼୍ ହେଇଯିବ। ଛୋଟବେଳେ ଆମର ଜନ୍ମଦିନ ସରୁ ଚକୁଳି ପଞ୍ଚାମୃତ ଖୁଆଇ ଦୀପ ବନ୍ଦାଇ ହୁଳହୁଳି ପକାଉଥିଲା ବେଳେ ଏବେ କେକ୍ କାଟିଲ କି ନାହିଁ, ମହମବତୀ ଲଗେଇଲ କି ନାହିଁ ପଚାରୁଛି। ଆଉ ଫଟୋ ଉଠେଇ ତା ପାଖକୁ ପଠେଇବାକୁ ମଧ୍ୟ କହୁଛି। ସତରେ ସମୟ ବଦଳି ଯାଇଛି? ନା ମୋ ଜେଜେମା କଥା କଥାରେ ମୋ ଯୁଗ କ'ଣ ଆଉ ଅଛି କହି ଯୁଗ ସହ ତାଳ ମିଳେଇ ଚାଲିବା ଆରମ୍ଭ କରିଛି?